ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମନେ ପକାଇଲେ ଖଣି ଅଞ୍ଚଳବାସୀ। ନବ ଓଡ଼ିଶା ଗଠନର ମୁଖ୍ୟ ନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଯୋଡ଼ା ବଡ଼ବିଲ ଅଞ୍ଚଳବାସୀଙ୍କ ପ୍ରତି ଅନେକ ଅବଦାନ ରହିଛି। 1959 ମସିହାରେ ସେ ବଡ଼ବିଲ ପୌରାଞ୍ଚଳ ମାଟକାମବେଡ଼ାଠାରେ କଳିଙ୍ଗ ଲୌହ କାରଖାନା ସ୍ଥାପନ କରି ଯୋଡ଼ା ବଡ଼ବିଲ ଅଞ୍ଚଳକୁ ସମଗ୍ର ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ତେଣୁ ଖଣି ଅଞ୍ଚଳବାସୀ ବିଜୁ ବାବୁଙ୍କ ସହିତ ଜଡ଼ିତ ସମସ୍ତ ଦିବସକୁ ଶ୍ରଦ୍ଧାର ସହିତ ପାଳନ କରୁଥିବା ବେଳେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ତିରୋଧାନ ଦିବସକୁ ବଡ଼ବିଲ ବିଜୁ ଜନତା ଦଳ ପକ୍ଷରୁ ବିନମ୍ର ଭାବେ ପାଳନ କରାଯାଇଛି। ବିଜୁ ବାବୁଙ୍କର ତିରୋଧାନ ଦିବସ ଅବସରରେ ସମାଜସେବୀ ବିଜୟ ମହାନ୍ତିଙ୍କ ନେତୃତ୍ୱରେ ବଡ଼ବିଲ ପୌରାଞ୍ଚଳ କଳିଙ୍ଗନଗର ଓ ଭଦ୍ରାସାହି ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ରୁଙ୍ଗଟା ଟାଉନ ହଲଠାରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ସମାଜସେବୀ ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଜେଡି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଓ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ପୂର୍ବତନ ଯୋଡ଼ା ବ୍ଲକ ଅଧ୍ୟକ୍ଷ କେଦାରନାଥ ନାୟକ, ବିଜୁ ଜନତା ଦଳର ପୂର୍ବତନ ଯୋଡ଼ା ଅଧ୍ୟକ୍ଷ ନିରଞ୍ଜନ ବହିଦାର, ବଡ଼ବିଲ ପୌର ଉପାଧ୍ୟକ୍ଷା ସରସ୍ୱତୀ ନାୟକ, ଯୋଡ଼ା ପୌର ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ପ୍ରଭୁଦତ୍ତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଗୁରୁପ୍ରସାଦ ମହାନ୍ତି, ପ୍ରଭୁଦତ୍ତ ପ୍ରଧାନ, ସୁନୀଲ ଗୁପ୍ତା ପ୍ରମୁଖ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ।